ଓଡ଼ିଆ ଆଣ୍ଡ ଇଂଲିଶ ଜିକେରେ ସ୍ୱାଗତ। ଭୂଗୋଳ ବା ଜିଓଗ୍ରାଫିର ପାର୍ଟ 1 ସପ୍ତମ ଶ୍ରେଣୀ ପିଲାମାନଙ୍କ ପାଇଁ ପ୍ରଥମ ପାଠ ଆମ ପରିବେଶ ଓ ଦ୍ୱିତୀୟ ପାଠ ଶିଳା ଓ ଖଣିଜ 27ଟି କ୍ୱେଶ୍ଚନ୍ ଆଣ୍ଡ ଆନ୍ସର। ଚାଲନ୍ତୁ ଆରମ୍ଭ କରିବା ଆଜିକାର ପ୍ରଥମ ପ୍ରଶ୍ନ। ପୃଥିବୀର ଭୌତିକ ପରିବେଶ କାହାକୁ ନେଇ ଗଠିତ? ଏହାର ଉତ୍ତର ହେଉଛି ଜଳ, ସ୍ଥଳ ଏବଂ ବାୟୁକୁ ନେଇ ଗଠିତ। ଏହାର ପରବର୍ତ୍ତୀ ପ୍ରଶ୍ନ। ପୃଥିବୀର କଠିନ ଭୌତିକ ବା ଶକ୍ତ ଉପରିଭାଗକୁ କ'ଣ କୁହାଯାଏ? ଏହାର ଉତ୍ତର ଅଶ୍ମମଣ୍ଡଳ କୁହାଯାଏ। ଏହାର ପରବର୍ତ୍ତୀ ପ୍ରଶ୍ନ। ପୃଥିବୀର ସମସ୍ତ ଜଳରାଶିକୁ କ'ଣ କୁହାଯାଏ? ଏହାର ଉତ୍ତର ବାରିମଣ୍ଡଳ, ତାକୁ ବାରିମଣ୍ଡଳ କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ। ପୃଥିବୀକୁ ଚତୁର୍ଦିଗରେ ଘେରି ରହିଥିବା ପତଳା ଗ୍ୟାସୀୟ ଆବରଣକୁ କ'ଣ କୁହାଯାଏ? ଏହାର ଉତ୍ତର ହେଉଛି ବାୟୁମଣ୍ଡଳ, ତାକୁ ବାୟୁମଣ୍ଡଳ କୁହାଯାଏ। ଏହାର ପରବର୍ତ୍ତୀ ପ୍ରଶ୍ନ। ଜୈବମଣ୍ଡଳ କାହାକୁ ନେଇ ଗଠିତ? ଏହାର ଉତ୍ତର ହେଉଛି ଉଭୟ ପ୍ରାଣୀ ଓ ଉଦ୍ଭିଦକୁ ନେଇ ଜୈବମଣ୍ଡଳ ଗଠିତ। ପରବର୍ତ୍ତୀ ପ୍ରଶ୍ନ। ବିଶ୍ୱ ପରିବେଶ ଦିବସ କେବେ ପାଳନ କରାଯାଏ? ଏହାର ଉତ୍ତର ହେଉଛି ଜୁନ ମାସ 5 ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ। ଏହାର ପରବର୍ତ୍ତୀ ପ୍ରଶ୍ନ। ଦ୍ୱିତୀୟ ପାଠ ଶିଳା ଓ ଖଣିଜର ପ୍ରଥମ ପ୍ରଶ୍ନ ହେଉଛି ମହାଦେଶ ତଳେ ଥିବା ଭୌତିକ କେତେ କିଲୋମିଟର ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ? ଏହାର ଉତ୍ତର ପ୍ରାୟ 50 କିଲୋମିଟର ପର୍ଯ୍ୟନ୍ତ ବିସ୍ତୃତ। ଏହାର ପରବର୍ତ୍ତୀ ପ୍ରଶ୍ନ। ମହାସାଗରର ତଳେ ଭୂତ୍ୱକର ମୋଟେଇ କେତେ କିଲୋମିଟର? ଏହାର ଉତ୍ତର ହେଉଛି 5 କିଲୋମିଟର। ପରବର୍ତ୍ତୀ ପ୍ରଶ୍ନ। ଭୂତ୍ୱକର ମହାଦେଶୀୟ ଅଂଶ ମୁଖ୍ୟତଃ କେଉଁଥିରେ ଗଠିତ? ଏହାର ଉତ୍ତର ସିଲିକା ଓ ଆଲୁମିନାରେ ଗଠିତ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ। ଭୌତିକ ସ୍ତରର ମହାଦେଶୀୟ ଅଂଶକୁ କ'ଣ କୁହାଯାଏ? ଏହାର ଉତ୍ତର ସିଆଲ୍ ସ୍ତର, ତାକୁ ସିଆଲ୍ ସ୍ତର କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ। ମହାସାଗରୀୟ ଭୌତିକ ମୁଖ୍ୟତଃ କେଉଁଥିରେ ଗଠିତ? ଏହାର ଉତ୍ତର ସିଲିକା ଓ ମାଗ୍ନେସିୟମରେ ଗଠିତ। ପରବର୍ତ୍ତୀ ପ୍ରଶ୍ନ। ପୃଥିବୀର ଗଭୀରତମ ଖଣି କେଉଁଠାରେ ରହିଛି? ଏହାର ଉତ୍ତର ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକାରେ ପୃଥିବୀର ଗଭୀରତମ ଖଣି ରହିଛି। ପରବର୍ତ୍ତୀ ପ୍ରଶ୍ନ। ପୃଥିବୀର ଗଭୀରତମ ଖଣି ଦକ୍ଷିଣ ଆଫ୍ରିକାରେ ରହିଛି। ଏହାର ଗଭୀରତା କେତେ କିଲୋମିଟର? ଏହାର ଉତ୍ତର ହେଉଛି ପ୍ରାୟ 4 କିଲୋମିଟର ଗଭୀରତା ରହିଛି। ପରବର୍ତ୍ତୀ ପ୍ରଶ୍ନ। ପୃଥିବୀର ମୋଟ ଘନଫଳର ଭୂତ୍ୱକର ଭାଗ କେତେ? ଏହାର ଉତ୍ତର 0.5 ଭାଗ। ପରବର୍ତ୍ତୀ ପ୍ରଶ୍ନ। ପୃଥିବୀର ମୋଟ ଘନଫଳର ମାଣ୍ଟଲର ଭାଗ କେତେ? 16.5 ଭାଗ। ପରବର୍ତ୍ତୀ ପ୍ରଶ୍ନ। ପୃଥିବୀର ମୋଟ ଘନଫଳର କୋରର ଭାଗ କେତେ? ଏହାର ଉତ୍ତର 83 ଭାଗ। ପରବର୍ତ୍ତୀ ପ୍ରଶ୍ନ। ପୃଥିବୀର ହାରାହାରି ବ୍ୟାସାର୍ଦ୍ଧ କେତେ କିଲୋମିଟର? ଏହାର ଉତ୍ତର ହେଉଛି 6371 କିଲୋମିଟର। ପରବର୍ତ୍ତୀ ପ୍ରଶ୍ନ। ମାଣ୍ଟାଲ ବା ମଧ୍ୟମଣ୍ଡଳର ଗଭୀରତା କେତେ କିଲୋମିଟର ପର୍ଯ୍ୟନ୍ତ ବିସ୍ତୃତ? ଏହାର ଉତ୍ତର ପ୍ରାୟ 2900 କିଲୋମିଟର ପର୍ଯ୍ୟନ୍ତ ବିସ୍ତୃତ। ପରବର୍ତ୍ତୀ ପ୍ରଶ୍ନ। କୋର ବା କେନ୍ଦ୍ରମଣ୍ଡଳ ସ୍ତରର ବ୍ୟାସାର୍ଦ୍ଧ କେତେ କିଲୋମିଟର? ଏହାର ଉତ୍ତର ପ୍ରାୟ 3500 କିଲୋମିଟର।
ପରବର୍ତ୍ତୀ ପ୍ରଶ୍ନ, ନିମ୍ଫ ସ୍ତର କେଉଁ ସ୍ତରକୁ କୁହାଯାଏ? ଏହାର ଉତ୍ତର କୋର୍ ବା କେନ୍ଦ୍ରମଣ୍ଡଳକୁ ନିମ୍ଫ ସ୍ତର ମଧ୍ୟ କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, ଭୂପୃଷ୍ଠରେ ମାଗ୍ନାକୁ କ'ଣ କୁହାଯାଏ? ଏହାର ଉତ୍ତର ଲାଭା। ମାଗ୍ନାକୁ ଲାଭା କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, ପୃଥିବୀ କେଉଁ ତିନୋଟି ସ୍ତର ଦ୍ୱାରା ଗଠିତ? ଏହାର ଉତ୍ତର ଭୂତ୍ୱକ, ମାଣ୍ଟଲ ଏବଂ କୋର୍ ଦ୍ୱାରା ଗଠିତ। ପରବର୍ତ୍ତୀ ପ୍ରଶ୍ନ, ଅର୍ଦ୍ଧତରଳ ମାଗ୍ନାରୁ କେଉଁ ଶିଳା ସୃଷ୍ଟି ହୋଇଥାଏ? ଏହାର ଉତ୍ତର ଆଗ୍ନେୟ ଶିଳା ସୃଷ୍ଟି ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, ପୃଥିବୀର ଗଭୀରତମ ସ୍ତରକୁ କ'ଣ କୁହାଯାଏ? ଏହାର ଉତ୍ତର କୋର୍। ତାକୁ କୋର୍ କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ସ୍ତରଟି ପୃଥିବୀର ସବୁଠାରୁ ପତଳା ସ୍ତର? ଏହାର ଉତ୍ତର ଭୂତ୍ୱକ। ଭୂତ୍ୱକ ହେଉଛି ପୃଥିବୀର ସବୁଠାରୁ ପତଳା ସ୍ତର। ପରବର୍ତ୍ତୀ ପ୍ରଶ୍ନ, ଶିଳା ସ୍ତର ମଧ୍ୟରେ ଥିବା ମୃତ ପ୍ରାଣୀ ଓ ଉଦ୍ଭିଦଙ୍କ ନଷ୍ଟାବଶେଷକୁ କ'ଣ କୁହାଯାଏ? ଏହାର ଉତ୍ତର ଜୀବାଶ୍ମ। ତାକୁ ଜୀବାଶ୍ମ କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, ଆଗ୍ନେୟ ଶିଳା କେତେ ପ୍ରକାରର? ଏହାର ଉତ୍ତର ପ୍ରାୟ 2 ପ୍ରକାରର। ଗୋଟେ ହେଉଛି ନିଶ୍ରବଜ ଆଗ୍ନେୟ ଶିଳା, ଆଉ ଗୋଟେ ହେଉଛି ଆନ୍ତର୍ଭେଦୀ ଆଗ୍ନେୟ ଶିଳା। ଯଦି ଆମ ଚ୍ୟାନେଲରେ ନୂଆ ଅଛନ୍ତି ସବସ୍କ୍ରାଇବ୍ କରନ୍ତୁ।